ଆଜିର ଆମର ବିଷୟ ହେଉଛି ଭାରତର ଐତିହାସିକ କ୍ରମ ବିକାଶ। ସ୍ୱାମୀ ବିବେକାନନ୍ଦଙ୍କର ହିଷ୍ଟୋରିକାଲ ଇଭଲ୍ୟୁସନ୍ ଅଫ୍ ଇଣ୍ଡିଆ ପ୍ରବନ୍ଧର ଅନୁବାଦ। ସ୍ୱାମୀ ବିବେକାନନ୍ଦ କହୁଛନ୍ତି, ଓଂ ତତ୍ସତ୍। ଓଂ ନମୋ ଭଗବତେ ରାମକୃଷ୍ଣାୟ। ନାସତ ସଜ୍ଜାୟତେ। ଅନସ୍ତିତ୍ୱରୁ କୌଣସି ଅସ୍ତିତ୍ୱର ଉଦ୍ଭବ ସମ୍ଭବ ନୁହେଁ। ଯାହା ଅସତ୍ ତାହା କୌଣସି ସଦ୍ବସ୍ତୁର କଦାପି ହେତୁ ହୋଇପାରେ ନାହିଁ। ଶୂନ୍ୟତାରୁ କୌଣସି ବସ୍ତୁ ଜାତ ହୁଏ ନାହିଁ। କାର୍ଯ୍ୟକାରଣ ନିୟମ ଆର୍ଯ୍ୟ ଜାତି ଭଳି ସୁପ୍ରାଚୀନ। ଏହି ନିୟମ ସର୍ବଶକ୍ତିମାନ। କୌଣସି ଦେଶ ବା କାଳର ସୀମାରେ ଏହା ଆବଦ୍ଧ ନୁହେଁ। ପ୍ରାଚୀନ ଋଷି କବିଗଣ ଏହାର ମହିମା କୀର୍ତ୍ତନ କରିଅଛନ୍ତି। ଦାର୍ଶନିକଗଣ ଏହା ପ୍ରଣୟନ କରିଅଛନ୍ତି ଏବଂ ଏହାକୁ ହିଁ ଭିତ୍ତିପ୍ରସ୍ତର ରୂପେ ସ୍ୱୀକାର କରି ଆଜି ପର୍ଯ୍ୟନ୍ତ ହିନ୍ଦୁ ଜାତି ତାହାର ଜୀବନ ଦର୍ଶନ ରଚନା କରି ଚାଲିଛନ୍ତି। ଯୁଗ ପ୍ରାରମ୍ଭରେ ଜାତିର ମନରେ ଥିଲା କୌତୂହଳ ଓ ଜିଜ୍ଞାସା। ଅଳ୍ପ କାଳ ମଧ୍ୟରେ ସେହି ଜିଜ୍ଞାସା ହିଁ ବଳିଷ୍ଠ ବିଶ୍ଳେଷଣରେ ପରିଣତି ଲାଭ କଲା ଏବଂ ଯଦିଓ ଆଦିଯୁଗର ପ୍ରଥମ ପ୍ରୟାସ ମଧ୍ୟରେ କଞ୍ଚା ହାତର ଅପରିଣତ ସ୍ୱାକ୍ଷର ଥିଲା, ଯେପରି ଥାଏ ସୁଦକ୍ଷ ସ୍ଥପତିର ପ୍ରାଥମିକ ସୃଷ୍ଟି ମଧ୍ୟରେ, ତଥାପି ନିର୍ଭୀକ ଉଦ୍ୟମ ଓ ନିଖୁଣ ବୈଜ୍ଞାନିକ ପ୍ରଣାଳୀର ମଧ୍ୟ ଦେଇ ସେ ଏକ ବିସ୍ମୟକର ଫଳ ପ୍ରସବ କରିଥିଲା। ଏହି ଜିଜ୍ଞାସାର ସାହସ ଆର୍ଯ୍ୟ ଋଷିମାନଙ୍କୁ ନିୟୋଜିତ କରିଥିଲା ଯଜ୍ଞବେଦୀର ପ୍ରତିଟି ଇଷ୍ଟକ ଖଣ୍ଡର ସ୍ୱରୂପ ଅନୁସନ୍ଧାନ କରିବା ପାଇଁ। ଉଦ୍ବୁଦ୍ଧ କରିଥିଲା ଶାସ୍ତ୍ରର ପ୍ରତିଟି ଶବ୍ଦର ମାତ୍ରା ନିର୍ଣ୍ଣୟ କରିବା ପାଇଁ ଓ ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ କିମ୍ବା ଏହିଗୁଡ଼ିକର ପୁନର୍ବିନ୍ୟାସ ପାଇଁ। ଏହାରି ପ୍ରେରଣାରେ ପୂଜା ଉତ୍ସବ ଆଦିର ତାତ୍ପର୍ଯ୍ୟ ସମ୍ପର୍କରେ କେତେବେଳେ ସେମାନେ ସନ୍ଦେହ ପ୍ରକାଶ କରିଥିଲେ, କେତେବେଳେ ଏଗୁଡ଼ିକର ବ୍ୟାଖ୍ୟା ବା ବିଶ୍ଳେଷଣ ପାଇଁ ଅଗ୍ରସର ହୋଇଥିଲେ, କେତେବେଳେ ବା ଏଗୁଡ଼ିକୁ ଏକାବେଳକେ ବର୍ଜନ କରିଥିଲେ। ଏହି ଅନୁସନ୍ଧିତ୍ସା ଫଳରେ ପ୍ରଚଳିତ ଦେବତାବର୍ଗଙ୍କୁ ନୂତନ ଭାବରେ ରୂପାୟିତ କରାହୋଇଥିଲା ଏବଂ ସର୍ବଜ୍ଞ, ସର୍ବବ୍ୟାପୀ ଓ ସର୍ବଶକ୍ତିମାନ ବିଶ୍ୱସ୍ରଷ୍ଟା ରୂପରେ ଯିଏ କୀର୍ତ୍ତିତୁ, ଯିଏ ପିତୃପୁରୁଷମାନଙ୍କର ସ୍ୱର୍ଗୀୟ ପିତା, ତାଙ୍କ ପାଇଁ ହୁଏତ ଗୋଟିଏ ଦ୍ୱିତୀୟ ପର୍ଯ୍ୟାୟରେ ସ୍ଥାନ ନିର୍ଦ୍ଦିଷ୍ଟ ହୋଇଥିଲା ଅଥବା ଏକ ସମୟରେ ଅପ୍ରୟୋଜନୀୟ ବୋଧରୁ ତାଙ୍କୁ ଦୂରକୁ ନିକ୍ଷେପ କରି ତାଙ୍କୁ ବାଦ ଦେଇ ଏକ ସାର୍ବଭୌମ ଧର୍ମ ପ୍ରବର୍ତ୍ତିତ ହୋଇଥିଲା। ସବୁ ଧର୍ମ ଅପେକ୍ଷା ସେହି ଧର୍ମର ଅନୁଗାମୀ ସଂଖ୍ୟା ଆଜି ମଧ୍ୟ ସର୍ବାଧିକ। ଏହାରି ଅନୁପ୍ରେରଣାରେ ଯଜ୍ଞବେଦୀର ଇଷ୍ଟକ ସ୍ଥାପନ ବ୍ୟବସ୍ଥାଠାରୁ ଜ୍ୟାମିତି ବିଜ୍ଞାନର ଉଦ୍ଭବ ହୋଇଥିଲା। ପୁଣି ପୂଜା ଉପାସନାର ଯଥାଯଥ କାଳ ନିର୍ଣ୍ଣୟର ଚେଷ୍ଟାରୁ ଉଦ୍ଭୂତ ହୋଇଥିଲା ଜ୍ୟୋତିର୍ବିଜ୍ଞାନ, ଯାହା ସମସ୍ତଙ୍କୁ ବିସ୍ମିତ କରିଥିଲା। ଏହି ଅନୁସନ୍ଧିତ୍ସାରୁ ଅଙ୍କଶାସ୍ତ୍ରକୁ ସେମାନଙ୍କର ଦାନ ପ୍ରାଚୀନ ଅଥବା ଆଧୁନିକ ଯେକୌଣସି ଜାତିର ଦାନ ଅପେକ୍ଷା ଅଧିକତର ହୋଇଥିଲା ଏବଂ ରସାୟନ ଶାସ୍ତ୍ରରେ ଧାତୁ ଗଠିତ ଔଷଧ ପ୍ରସ୍ତୁତ କରିବାର ଅଭିଜ୍ଞତାରେ, ସଙ୍ଗୀତର ସୁରଗ୍ରାମ ନିର୍ଦ୍ଧାରଣରେ, ବେହେଲା ଜାତୀୟ ତାରଯନ୍ତ୍ର ଉଦ୍ଭାବନରେ ସେମାନଙ୍କର ଯେଉଁ ପ୍ରତିଭା, ତାହା ହିଁ ଆଧୁନିକ ପାଶ୍ଚାତ୍ୟ ସଭ୍ୟତା ଗଢ଼ିବା ଦିଗରେ ପ୍ରଭୂତ ସାହାଯ୍ୟ କରିଥିଲା। ଏହି ଭାବରୁ ବିଚିତ୍ର ଗଳ୍ପ ଓ ଉପାଖ୍ୟାନର ସାହାଯ୍ୟ ଦ୍ୱାରା ଅପରିଣତ ଶିଶୁମନ ଗଢ଼ିବା ଦିଗରେ ପଦ୍ଧତି ଆବିଷ୍କୃତ ହୋଇଥିଲା ଏବଂ ଆଜି ମଧ୍ୟ ପୃଥିବୀର ସର୍ବଦେଶରେ ଶିଶୁ ଶିକ୍ଷାୟତନରେ ଶିଶୁଗଣ ଏହିସବୁ ଗପ ଶିଖିଥାନ୍ତି ଆଉ ଏହିସବୁ ମଧ୍ୟ ଦେଇ ଜୀବନରେ ସୁସ୍ପଷ୍ଟ ଛାପ ଗ୍ରହଣ କରନ୍ତି। ଏହି ତୀକ୍ଷ୍ଣ ବିଶ୍ଳେଷଣ ଶକ୍ତି ସମ୍ମୁଖରେ ଏବଂ ପଶ୍ଚାତରେ ଯେପରି ଗୋଟିଏ କମଳ ଓ ମସୃଣ ଆଚ୍ଛାଦନ ଥିଲା ଏବଂ ତାହାରି ମଧ୍ୟରେ ସୁରକ୍ଷିତ ଥିଲା ଏହି ଜାତିର ଅନ୍ୟ ଗୋଟିଏ ମାନସିକ ବୈଶିଷ୍ଟ୍ୟ,
ଯାହାକୁ କବିର ଅନ୍ତର୍ଦୃଷ୍ଟି ବୋଲି ଅଭିହିତ କରାଯାଇପାରେ। ଏହି ଜାତିର ଧର୍ମ, ଦର୍ଶନ, ଇତିହାସ, ନୀତିଶାସ୍ତ୍ର, ପୌରବିଜ୍ଞାନ ପ୍ରଭୃତି ସବୁକିଛି ଯେପରି କବି କଳ୍ପନାର ପୁଷ୍ପବେଦୀରେ ସ୍ଥାପିତ ଥିଲା ଏବଂ ସେଗୁଡ଼ିକୁ ଅନ୍ୟ ଯେକୌଣସି ଭାଷା ଅପେକ୍ଷା ସୁନ୍ଦରତର ରୂପରେ ପ୍ରକାଶିତ କରିଥିଲା ଏକ ବିଚିତ୍ର ଭାଷା, ଯାହାର ନାମ ସଂସ୍କୃତ ବା ପୂର୍ଣ୍ଣାଙ୍ଗ ଭାଷା। ଏପରିକି ଗଣିତର କଠିନ ସଂଖ୍ୟାତତ୍ତ୍ୱ ସମୂହ ପ୍ରକାଶ କରିବାକୁ ମଧ୍ୟ ଛନ୍ଦବଦ୍ଧ ଶ୍ଳୋକ ବ୍ୟବହୃତ ହୋଇଥିଲା। ସେହି ବିଶ୍ଳେଷଣୀ ଶକ୍ତି ଏବଂ ନିର୍ଭୀକ କବିକଳ୍ପନା ଯାହା ଏହି ଶକ୍ତିକୁ ପ୍ରେରଣା ଦେଉଥିଲା, ଏହି ଦୁଇଟି ଆଭ୍ୟନ୍ତରୀଣ କାରଣ ହିଁ ହିନ୍ଦୁର ଜାତୀୟ ଚରିତ୍ରର ପ୍ରଧାନ ସ୍ୱର। ଏହି ଦୁଇଟି ସମନ୍ୱିତ ଶକ୍ତି ବଳରେ ହିଁ ଆର୍ଯ୍ୟ ଜାତି ଚିରଦିନ ଇନ୍ଦ୍ରିୟ ସ୍ତରରୁ ଅତୀନ୍ଦ୍ରିୟ ସ୍ତର ଦିଗରେ ଗତିଶୀଳ ଏବଂ ଏହା ହିଁ ଏହି ଜାତିର ଦାର୍ଶନିକ ଚିନ୍ତାଧାରାର ଗୋପନ ରହସ୍ୟ। ଏହା ଦକ୍ଷ କାରିଗର ନିର୍ମିତ ସ୍ପାତ୍ ଫଳକ ସଦୃଶ, ଯାହା ଲୌହ ଦଣ୍ଡକୁ ଛେଦନ କରିପାରେ, ପୁଣି ବୃତ୍ତାକାରରେ ରୂପାୟିତ ହେବା ଭଳି ନମନୀୟ ମଧ୍ୟ। ସ୍ୱର୍ଣ୍ଣ ଓ ରୌପ୍ୟ ପାତ୍ରରେ ସେମାନେ ଛନ୍ଦଗାଥା ଉତ୍କୀର୍ଣ୍ଣ କରିଥିଲେ। ମଣିମାଣିକ୍ୟର ଐକ୍ୟତାନରେ, ମର୍ମର ପ୍ରସ୍ତରର ବହୁ ବିଚିତ୍ର ସ୍ଥାପତ୍ୟରେ, ବର୍ଣ୍ଣ ସୁଷମାର ସଙ୍ଗୀତରେ ଏବଂ ସୂକ୍ଷ୍ମ ବସ୍ତ୍ରଶିଳ୍ପ ସୃଷ୍ଟିରେ, ଯେଉଁ ସୃଷ୍ଟି ଏହି ଜଗତର ବାହାରେ ଅନ୍ୟ ଏକ ରୂପକଥା ଜଗତର ବୋଲି ମନେ ହେଉଥିଲା, ସେସବୁର ପଶ୍ଚାତରେ ଏହି ଜାତିର ଚରିତ୍ର ବୈଶିଷ୍ଟ୍ୟର ସହସ୍ର ବର୍ଷ ବ୍ୟାପୀ ସାଧନା ନିହିତ ଥିଲା। କଳା, ବିଜ୍ଞାନ, ଏପରିକି ପ୍ରାତ୍ୟହିକ ଜୀବନର ବାସ୍ତବତା ପର୍ଯ୍ୟନ୍ତ ସବୁକିଛି ଏପରି ଛନ୍ଦମୟ ଭାବ ଦ୍ୱାରା ମଣ୍ଡିତ ଥିଲା ଯେ ଚରମରେ ଇନ୍ଦ୍ରିୟାନୁଭୂତି ଅତୀନ୍ଦ୍ରିୟ ସ୍ତରକୁ ଉତ୍ତୀର୍ଣ୍ଣ ହେଉଥିଲା। ସ୍ଥୂଳ ବାସ୍ତବତା ସୂକ୍ଷ୍ମ ଅବାସ୍ତବତାର ରଙ୍ଗୀନ ଆଭାରେ ଅନୁରଞ୍ଜିତ ହୋଇ ଉଠୁଥିଲା। ଏହି ଜାତିର ଦୂର ଅତୀତ ଇତିହାସର ଯେତେ ଟିକିଏ ଆଭାସ ମିଳେ, ସେଥିରୁ ବୁଝାଯାଏ ସେହି ଆଦି ଯୁଗରେ ହିଁ କ୍ଷେତ୍ର ବିଶେଷରେ ପ୍ରୟୋଗ କରିବାର ଯନ୍ତ୍ର ହିସାବରେ ଏହି ବୈଶିଷ୍ଟ୍ୟ ସେମାନଙ୍କର ଆୟତ୍ତରେ ଥିଲା। ବେଦ ଗ୍ରନ୍ଥରେ ଏହି ଜାତିର ଜୀବନ ଆଖ୍ୟାୟିକା ଚିତ୍ରିତ ହେବା ପୂର୍ବରୁ ଚଲାବାଟରେ ବହୁ ପ୍ରକାରର ଧର୍ମ ଓ ସମାଜ ପଶ୍ଚାତର ପଥରେଖାରେ ନିଶ୍ଚୟ ହିଁ ବିଲୁପ୍ତ ହୋଇଥିଲା। ସେଠାରେ ଦେଖାଯାଏ ଏକ ସୁସମ୍ବଦ୍ଧ ଦେବତା ମଣ୍ଡଳୀ, ଉତ୍ସବାଦୀର ବିସ୍ତାରିତ ବ୍ୟବସ୍ଥା, ଭିନ୍ନ ଭିନ୍ନ ବୃତ୍ତିର ତାଗିଦରେ ଗଠିତ ବଂଶାନୁକ୍ରମିକ ଗୋଟିଏ ସମାଜ। ସେଠାରେ ଇତିମଧ୍ୟରେ ଅନେକ ପ୍ରୟୋଜନୀୟ ଓ ବିଳାସର ସାମଗ୍ରୀ ବର୍ତ୍ତମାନ। ଆଧୁନିକ ପଣ୍ଡିତମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ଏ ବିଷୟରେ ଏକମତ ଯେ ଭାରତୀୟ ଜଳବାୟୁ ଏବଂ ଭାରତରେ ପ୍ରଚଳିତ ରୀତିନୀତି ସେତେବେଳେ ମଧ୍ୟ ଏହି ଜାତି ଉପରେ ସେପରି ପ୍ରଭାବ ବିସ୍ତାର କରିପାରି ନାହିଁ। ଆହୁରି କେତେକ ଶତାବ୍ଦୀ ଅତିକ୍ରାନ୍ତ ହେଲା, ସେତେବେଳେ ଦେଖାଗଲା ଏକ ମାନବ ଗୋଷ୍ଠୀ। ସେମାନଙ୍କ ଉତ୍ତରରେ ତୁଷାରାଚ୍ଛନ୍ନ ହିମାଳୟ, ଦକ୍ଷିଣରେ ଦକ୍ଷିଣାପଥର ଉଷ୍ଣତା, ମଧ୍ୟଭାଗରେ ଦିଗନ୍ତ ବିସ୍ତୀର୍ଣ୍ଣ ସମତଳ ସୀମାହୀନ ଅରଣ୍ୟ ଅଞ୍ଚଳ, ଆଉ ସେହିମାନଙ୍କର ମଧ୍ୟ ଦେଇ ଦୁର୍ବାର ଗତି ନଦୀ ସମୂହ ପ୍ରଚଣ୍ଡ ସ୍ରୋତରେ ପ୍ରବାହିତ। ତାତାର, ଦ୍ରାବିଡ଼, ଆଦିବାସୀ ପ୍ରଭୃତି ବିଭିନ୍ନ ଜାତିର କ୍ଷଣିକ ଆଭାସ ମିଳେ। ଶେଷରେ ଦେଖାଯାଏ ଏମାନଙ୍କର ହିଁ ଶଣିତ ଧାରା ଭାଷା, ଧର୍ମ ଓ ଆଚାର ପଦ୍ଧତିର ନିର୍ଦ୍ଧାରିତ ଅଂଶ ସଂଯୋଗରେ ଧୀରେ ଧୀରେ ଆର୍ଯ୍ୟମାନଙ୍କର ଅନୁରୂପ ଆଉ ଏକ ମହାନ ଜାତିର ଉଦ୍ଭବ ହୋଇଅଛି, ଯେଉଁମାନେ ଆହୁରି ଶକ୍ତିଶାଳୀ, ଉଦାର ଅଙ୍ଗୀଭୂତିକରଣ ଫଳରେ ଅଧିକତର ସମ୍ବଦ୍ଧ। ଆହୁରି ମଧ୍ୟ ଦେଖାଯାଏ ଏହି କେନ୍ଦ୍ରୀୟ ଗୋଷ୍ଠୀ ଗ୍ରହଣ ଶକ୍ତି ପ୍ରଭାବରେ ସମଗ୍ର ଦେଶର ଜନସାଧାରଣ ଉପରେ ସ୍ୱକୀୟ ଚରିତ୍ର ଓ ବୈଶିଷ୍ଟ୍ୟର ଛାପ ଅଙ୍କିତ କରି ମଧ୍ୟ ବିଶେଷ ଗର୍ବ ସହିତ ନିଜ ନିଜର ଆର୍ଯ୍ୟ ପରିଚୟ ଅକ୍ଷୁଣ୍ଣ ରଖିଛନ୍ତି ଏବଂ ଅପରାପର ଜାତିକୁ ନିଜ ସଭ୍ୟତା ସଂସ୍କୃତିର ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରିବାକୁ ସମ୍ମତ ହୋଇ ମଧ୍ୟ ଆର୍ଯ୍ୟ ଜାତିର ଅନ୍ତରଙ୍ଗ ଗୋଷ୍ଠୀ ମଧ୍ୟରୁ କାହାରିକୁ ହେଲେ ଗ୍ରହଣ କରିବାକୁ ଅସମ୍ମତ। ଭାରତୀୟ ବାତାବରଣ ଏହି ଜାତିର ପ୍ରତିଭାକୁ ଉନ୍ନତତର ଲକ୍ଷ୍ୟରେ ଚାଳିତ କରିଥିଲା। ଏ ଦେଶର ପ୍ରକୃତି ଥିଲା କଲ୍ୟାଣମୟୀ, ପରିବେଶ ଥିଲା ଆଶୁ ଫଳପ୍ରସୂ। ସୁତରାଂ
ଜାତିର ସମଷ୍ଟି ମନ ସହଜରେ ଉନ୍ନତ ଚିନ୍ତା କ୍ଷେତ୍ରରେ ପ୍ରବିଷ୍ଟ ହୋଇ ଜୀବନର ବୃହତ୍ତର ସମସ୍ୟା ସମୂହର ମୁହାଁମୁହିଁ ହୋଇ ଛିଡ଼ା ହୋଇଥିଲା ଏବଂ ସେଇଗୁଡ଼ିକୁ ଜୟ କରିବାକୁ ସଚେଷ୍ଟ ହୋଇଥିଲା। ଫଳରେ ଦାର୍ଶନିକ ଓ ପୁରୋହିତ ଭାରତୀୟ ସମାଜରେ ସର୍ବୋଚ୍ଚ ଆସନ ଲାଭ କରିଥିଲେ, ଅସ୍ତ୍ରଧାରୀ କ୍ଷତ୍ରିୟ ନୁହେଁ। ପୁରୋହିତଗଣ ପୁଣି ଇତିହାସର ସେହି ଆଦିମ ଯୁଗରେ ହିଁ ପୂଜାର୍ଚ୍ଚନାର ବିସ୍ତାରିତ ବିଧି ନିୟମ ପ୍ରଣୟନରେ ନିଜ ନିଜର ଶକ୍ତି ନିୟୋଜିତ କରିଥିଲେ। ପରେ କାଳକ୍ରମେ ଯେବେ ସେ ସମସ୍ତ ପ୍ରାଣହୀନ ଅନୁଷ୍ଠାନ ଓ କ୍ରିୟାକର୍ମର ବୋଝ ଜାତି ପକ୍ଷରେ ଅସହନୀୟ ହୋଇ ଉଠିଥିଲା, ସେତେବେଳେ ଦାର୍ଶନିକ ଚିନ୍ତା ଦେଖାଦେଲା ଏବଂ କ୍ଷତ୍ରିୟମାନେ ହିଁ ପ୍ରଥମ ମାରାତ୍ମକ ଆଚାର ଅନୁଷ୍ଠାନର ଜାଲ ଛିନ୍ନ କରିଥିଲେ। ସେ ଏକ ଦ୍ୱନ୍ଦ୍ୱର କାଳ। ଏକ ଦିଗରେ ପୁରୋହିତ କୂଳର ଅଧିକାଂଶ ଆର୍ଥିକ ପ୍ରୟୋଜନର ତାଗିଦରେ ବାଧ୍ୟ ହୋଇ କେବଳ ସେହିସବୁ କ୍ରିୟାକର୍ମକୁ ହିଁ ସମର୍ଥନ କରୁଥିଲେ ଯେଉଁଗୁଡ଼ିକ ପାଇଁ ସମାଜ ବ୍ୟବସ୍ଥାରେ ସେମାନେ ଅପରିହାର୍ଯ୍ୟ ଏବଂ ସର୍ବୋଚ୍ଚ ମର୍ଯ୍ୟାଦା ସେମାନଙ୍କର ହିଁ ପ୍ରାପ୍ୟ। ପୁଣି ଅନ୍ୟ ଦିଗରେ ଯେଉଁ ରାଜନ୍ୟବର୍ଗଙ୍କର ଶକ୍ତି ଓ ଶୌର୍ଯ୍ୟ ଜାତିକୁ ରକ୍ଷା କରୁଥିଲା, ପରିଚାଳିତ କରୁଥିଲା ଏବଂ ଯେଉଁମାନଙ୍କର ନେତୃତ୍ୱ ସେତେବେଳେ ଉଚ୍ଚ ମନନ କ୍ଷେତ୍ରରେ ମଧ୍ୟ ପ୍ରସାରିତ ହେବାକୁ ଆରମ୍ଭ କରିଥିଲା, ସେମାନେ କେବଳ କ୍ରିୟାନୁଷ୍ଠାନ ଦକ୍ଷ ପୁରୋହିତ ବର୍ଗଙ୍କୁ ସମାଜର ସର୍ବୋଚ୍ଚ ସ୍ଥାନ ଛାଡ଼ିଦେବାକୁ ଆଉ ସମ୍ମତ ନଥିଲେ। ପୁଣି ଦଳେ ଥିଲେ ପୁରୋହିତ କୂଳ ଓ ରାଜକୂଳ ଉଭୟରୁ ଯେଉଁମାନେ ଉଦ୍ଭୂତ। ସେମାନେ ପୁରୋହିତ ଏବଂ ଦାର୍ଶନିକ ଦୁଇ ଶ୍ରେଣୀକୁ ହିଁ ବିଦ୍ରୂପ କରୁଥିଲେ, ଅଧ୍ୟାତ୍ମବାଦକୁ ଧପ୍ପାବାଜି ଓ କପଟତା ବୋଲି ଅଭିହିତ କରୁଥିଲେ ଏବଂ ଜାଗତିକ ସମ୍ଭବକୁ ହିଁ ଜୀବନର ସର୍ବୋତ୍ତମ କାମ୍ୟ ବସ୍ତୁ ବୋଲି ଘୋଷଣା କରୁଥିଲେ। ଏହିମାନେ ହିଁ ଜଡ଼ବାଦୀ। ସାଧାରଣ ମନୁଷ୍ୟ ସେତେବେଳେ ଧର୍ମର ପ୍ରାଣହୀନ ଆଚାର ଅନୁଷ୍ଠାନରେ କ୍ଳାନ୍ତ ଏବଂ ଦାର୍ଶନିକ ବ୍ୟାଖ୍ୟାର ଜଟିଳତାରେ ବିଭ୍ରାନ୍ତ। ସେଥିପାଇଁ ସେମାନେ ଦଳେ ଦଳେ ଏହି ଜଡ଼ବାଦୀମାନଙ୍କ ସହିତ ଯୋଗ ଦେଲେ। ଶ୍ରେଣୀଗତ ସମସ୍ୟାର ସୂଚନା ସେତିକି ବେଳୁ ହିଁ ଏବଂ ଭାରତ ଭୂଖଣ୍ଡରେ ଆନୁଷ୍ଠାନିକ ଧର୍ମ, ଦାର୍ଶନିକତା ଓ ଜଡ଼ବାଦ ମଧ୍ୟରେ ଯେଉଁ ତ୍ରିମୁଖୀ ବିରୋଧ ଆରମ୍ଭ ହୋଇଥିଲା, ତାହା ଆଜି ପର୍ଯ୍ୟନ୍ତ ଅମୀମାଂସିତ ରହିଯାଇଛି। ଏହି ବିରୋଧର ପ୍ରଥମ ସମାଧାନର ପ୍ରଚେଷ୍ଟା ଆରମ୍ଭ ହୁଏ ଭାବ ସମୀକରଣର ସୂତ୍ର ଅନୁସରଣ କରି, ଯାହା ସ୍ମରଣାତୀତ କାଳରୁ ଜନସାଧାରଣଙ୍କୁ ଏକ ସତ୍ୟକୁ ବିଭିନ୍ନ ଭାବରେ ଦେଖିବାକୁ ଶିଖାଇଥିଲା। ଏହି ଚିନ୍ତାଧାରାର ମହାନ ନେତା ସ୍ୱୟଂ କ୍ଷତ୍ରିୟ ଶ୍ରୀକୃଷ୍ଣ। ତାଙ୍କରି ଉପଦେଶ ଶ୍ରୀମଦ୍ ଭଗବତ ଗୀତା, ଜୈନ, ବୁଦ୍ଧ ଏବଂ ଅନ୍ୟାନ୍ୟ ବହୁ ସମ୍ପ୍ରଦାୟର ଅଭ୍ୟୁତ୍ଥାନ ଓ ବିପର୍ଯ୍ୟୟ ପରେ ଅବଶେଷରେ ଶ୍ରୀକୃଷ୍ଣ ଅବତାର ରୂପରେ ପ୍ରତିଷ୍ଠା ଲାଭ କରିଥିଲେ ଏବଂ ଯଥାର୍ଥ ଜୀବନ ଦର୍ଶନ ରୂପେ ଗୀତା ସ୍ୱୀକୃତି ଲାଭ କରିଥିଲା। ବର୍ଣ୍ଣାଧିକାରର ଶ୍ରେଷ୍ଠ ଆସନ ଲାଭ କରିବା ପାଇଁ ରାଜନ୍ୟବର୍ଗଙ୍କର ଯେଉଁ ଦାବି ଏବଂ ପୁରୋହିତ କୂଳର ବିଶେଷ ସୁବିଧା ସୁଯୋଗ ବିରୋଧରେ ଜନସାଧାରଣଙ୍କର ବିକ୍ଷୋଭ ପାଇଁ ଯେଉଁ ଉତ୍ତେଜନା, ତାହା ସାମୟିକ ଭାବରେ ପ୍ରଶମିତ ହେଲେ ମଧ୍ୟ ତାହାର ମୂଳ କାରଣ ଯେଉଁ ସାମାଜିକ ବୈଷମ୍ୟ, ତାହା ସେତେବେଳେ ମଧ୍ୟ ଦୂରୀଭୂତ ନ ହୋଇ ରହିଗଲା। ଶ୍ରୀକୃଷ୍ଣ ଜାତି ନିର୍ବିଶେଷରେ ସମସ୍ତଙ୍କ ସମ୍ମୁଖରେ ଆଧ୍ୟାତ୍ମିକ ଜ୍ଞାନର ଦ୍ୱାର ଉନ୍ମୁକ୍ତ କରିଥିଲେ ସତ, କିନ୍ତୁ ସାମାଜିକ କ୍ଷେତ୍ରରେ ଅନୁରୂପ ସମସ୍ୟା ସେ ସ୍ପର୍ଶ କରିନାହାନ୍ତି। ସମସ୍ତଙ୍କର ସାମାଜିକ ସାମ୍ୟ ପାଇଁ ବୌଦ୍ଧ ବୈଷ୍ଣବ ପ୍ରଭୃତି ସମ୍ପ୍ରଦାୟର ବିପୁଳ ସଂଗ୍ରାମ ସତ୍ତ୍ୱେ ସେହି ଅମୀମାଂସିତ ସମସ୍ୟା ଆମମାନଙ୍କ ସମୟ ପର୍ଯ୍ୟନ୍ତ ରହିଯାଇଅଛି। ତେଣୁ ଦେଖାଯାଏ ବର୍ତ୍ତମାନ କାଳର ଭାରତବର୍ଷରେ ମନୁଷ୍ୟର ଆଧ୍ୟାତ୍ମିକ ସମତା ସ୍ୱୀକୃତ ହେଲେ ମଧ୍ୟ ସାମାଜିକ ବୈଷମ୍ୟ ଦୃଢ଼ ଭାବରେ ରକ୍ଷିତ ହୋଇଅଛି। ଆମେମାନେ ଦେଖିବାକୁ ପାଉ ସେହି ସାମାଜିକ ବୈଷମ୍ୟର ବିରୋଧ ଖ୍ରୀଷ୍ଟପୂର୍ବ 7ମ ଶତାବ୍ଦୀରେ ନୂତନ ଶକ୍ତି ନେଇ ଆତ୍ମପ୍ରକାଶ କରିଥିଲା ଏବଂ ଖ୍ରୀଷ୍ଟପୂର୍ବ 6ଠ ଶତାବ୍ଦୀର ଶାକ୍ୟମୁନି ବୁଦ୍ଧଦେବଙ୍କ ନେତୃତ୍ୱ ପ୍ରାଚୀନ ଆଚାର ବ୍ୟବସ୍ଥାଦିକୁ ଏକାବେଳକେ ଅଭିଭୂତ କରିଦେଇଥିଲା। ସେହି ସମୟରେ ବିଶେଷ ଅଧିକାର ଭୋଗୀ ପୁରୋହିତ ବର୍ଗଙ୍କ ବିରୋଧରେ ତୀବ୍ର ପ୍ରତିକ୍ରିୟା ଦ୍ୱାରା ବୌଦ୍ଧଗଣ ପ୍ରାଚୀନ ବୈଦିକ ଆଚାର ଅନୁଷ୍ଠାନର ପ୍ରତ୍ୟେକଟି ଟିକିନିଖି ବ୍ୟାପାର ପର୍ଯ୍ୟନ୍ତ
ଦୂରକୁ ନିକ୍ଷେପ କରିଥିଲେ। ବୈଦିକ ଦେବତାମାନଙ୍କୁ ବୌଦ୍ଧ ଆଚାର୍ଯ୍ୟଗଣଙ୍କର ଭୃତ୍ୟ ଶ୍ରେଣୀରେ ଅବନମିତ କରିଥିଲେ। ତତ୍ସଙ୍ଗେ ସଙ୍ଗେ ଏହି କଥା ଘୋଷଣା କରିଥିଲେ ଯେ ସ୍ରଷ୍ଟା ବା ସର୍ବନିୟନ୍ତା ବୋଲି କିଛି ନାହିଁ, ଏହା ପୁରୋହିତମାନଙ୍କର ଆବିଷ୍କାର ଅଥବା କୁସଂସ୍କାର ମାତ୍ର। ପୂଜା ଅନୁଷ୍ଠାନରେ ପଶୁବଳି ନିବାରଣ କରି ବଂଶଗତ ଜାତିଭେଦ ଓ ପୁରୋହିତ କୂଳର ଆଧିପତ୍ୟ ଲୁପ୍ତ କରି ଏବଂ ଆତ୍ମାର ନିତ୍ୟତ୍ୱରେ ଅବିଶ୍ୱାସ କରି ବୌଦ୍ଧ ଧର୍ମର ଲକ୍ଷ୍ୟ ଥିଲା ବୈଦିକ ଧର୍ମର ସଂସ୍କାର କରିବା। ବୌଦ୍ଧ ଧର୍ମ କଦାପି ହେଲେ ହିନ୍ଦୁ ଧର୍ମକୁ ଧ୍ୱଂସ କରିବାକୁ ଚାହିଁ ନାହିଁ, ପ୍ରଚଳିତ ସମାଜ ବ୍ୟବସ୍ଥାକୁ ମଧ୍ୟ ବିପର୍ଯ୍ୟସ୍ତ କରିବାକୁ ଚାହିଁ ନାହିଁ। ବୌଦ୍ଧଗଣ ଦଳେ ତ୍ୟାଗୀ ସାଧୁଙ୍କୁ ଗୋଟିଏ ସନ୍ନ୍ୟାସୀ ସମ୍ପ୍ରଦାୟରେ ସୁଗଠିତ କରିଥିଲେ। କେତେକ ବ୍ରହ୍ମବାଦିନୀ ନାରୀଙ୍କୁ ସନ୍ନ୍ୟାସିନୀ ରୂପେ ଗଢ଼ି ନେଇଥିଲେ। ଆଉ ଯଜ୍ଞବେଦୀ ସ୍ଥାନରେ ସିଦ୍ଧ ମହାପୁରୁଷମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ। ଏହି ଭାବରେ ପ୍ରାଣଶକ୍ତି ସମ୍ପନ୍ନ ଗୋଟିଏ ପଦ୍ଧତି ପ୍ରବର୍ତ୍ତିତ ହୋଇଥିଲା। ଖୁବ୍ ସମ୍ଭବ ଏହି ସଂସ୍କାରକମାନେ ଦୀର୍ଘକାଳ ଧରି ଭାରତର ଜନସାଧାରଣଙ୍କର ଆନୁଗତ୍ୟ ଲାଭ କରିଥିଲେ ଏବଂ ଯଦିଚ ପ୍ରାଚୀନ ଶକ୍ତି ସମୂହ କେବେ ହେଲେ ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୋଇପଡ଼ିନଥିଲା, ତଥାପି ବୌଦ୍ଧ ପ୍ରାଧାନ୍ୟ ସମୟରେ ସେମାନଙ୍କ ମଧ୍ୟରେ ପ୍ରଭୂତ ପରିବର୍ତ୍ତନ ସାଧିତ ହୋଇଥିଲା। ପ୍ରାଚୀନ ଭାରତବର୍ଷର ସର୍ବଯୁଗରେ ହିଁ ମନନଶୀଳତା ଓ ଆଧ୍ୟାତ୍ମିକତା ଜାତିର ପ୍ରାଣକେନ୍ଦ୍ର ଥିଲା, ବସ୍ତୁତଃ ରାଜନୀତି ନୁହେଁ। ଆଧୁନିକ କାଳ ଭଳି ପ୍ରାଚୀନ କାଳରେ ମଧ୍ୟ ରାଜନୈତିକ ଓ ସାମାଜିକ କ୍ଷମତା, ଆଧ୍ୟାତ୍ମିକ ସାଧନା ଓ ବିଦ୍ୟାବୁଦ୍ଧି ଚର୍ଚ୍ଚା ନିମ୍ନ ସ୍ଥାନ ପାଉଥିଲା। ମୁନି ଋଷି ଏବଂ ଆଚାର୍ଯ୍ୟଗଣ ଯେଉଁ ସବୁ ଶିକ୍ଷାକେନ୍ଦ୍ର ପରିଚାଳନା କରୁଥିଲେ, ସେହିଗୁଡ଼ିକ ଅବଲମ୍ବନ କରି ଜାତୀୟ ଜୀବନ ଉଚ୍ଛ୍ୱସିତ ହେଉଥିଲା। ସେଥିପାଇଁ ଦେଖାଯାଏ ପାଞ୍ଚାଳ, ବାରାଣାସୀ ଓ ମିଥିଳାବାସୀମାନଙ୍କର ସମିତିଗୁଡ଼ିକ ଅଧ୍ୟାତ୍ମ ସାଧନା ଓ ଦାର୍ଶନିକ ଉତ୍କର୍ଷର ମହାନ କେନ୍ଦ୍ର ରୂପେ ଗଢ଼ି ଉଠିଥିଲା। କାଳକ୍ରମେ ପୁଣି ଏଗୁଡ଼ିକ ହିଁ ଆର୍ଯ୍ୟ ସମାଜର ବିଭିନ୍ନ ଦଳ ଉପଦଳ ପକ୍ଷରେ ରାଜନୈତିକ ଉଚ୍ଚ ଅଭିଳାଷ ପୂରଣ କରିବାର କର୍ମକେନ୍ଦ୍ରରେ ପରିଣତ ହୋଇଥିଲା। ଆଧିପତ୍ୟ ଲାଭ ପାଇଁ କୁରୁ ପାଞ୍ଚାଳ ଯେଉଁ ଯୁଦ୍ଧରେ ପରସ୍ପରକୁ ଧ୍ୱଂସ କରିଥିଲେ, ସେ ଯୁଦ୍ଧର ଇତିହାସ ପ୍ରାଚୀନ ମହାକାବ୍ୟ ମହାଭାରତ ମାଧ୍ୟମରେ ଆମେମାନେ ପାଇଅଛୁ। ପୂର୍ବାଞ୍ଚଳରେ ମଗଧ ଓ ମିଥିଳାକୁ ଘେରି ଆଧ୍ୟାତ୍ମିକ ପ୍ରାଧାନ୍ୟ ଆବର୍ତ୍ତିତ ହୋଇଥିଲା ଏବଂ କୁରୁ ପାଞ୍ଚାଳ ଯୁଦ୍ଧର ଅବସାନ ପରେ ମଗଧର ରାଜଶକ୍ତି କେତେକ ପରିମାଣରେ ପ୍ରାଧାନ୍ୟ ଲାଭ କରିଥିଲା। ଏହି ପୂର୍ବାଞ୍ଚଳରେ ବୌଦ୍ଧମାନଙ୍କର ପ୍ରଧାନ କର୍ମକ୍ଷେତ୍ର ଥିଲା ଏବଂ ସେହିଠାରେ ହିଁ ସେମାନଙ୍କର ସଂସ୍କାରମୂଳକ କାର୍ଯ୍ୟାବଳୀ ଅନୁଷ୍ଠିତ ହୋଇଥିଲା। ପୁଣି ଯେତେବେଳେ ମୌର୍ଯ୍ୟ ନରପତିମାନେ ସମ୍ଭବତଃ ନିଜ ନିଜର କ୍ଷତିକର କୁଳକଳଙ୍କ ଚିହ୍ନ ପ୍ରକ୍ଷାଳନ କରିବା ପାଇଁ ବାଧ୍ୟ ହୋଇ ଏହି ନୂତନ ଆନ୍ଦୋଳନକୁ କେବଳ ସମର୍ଥନ ନୁହେଁ ପରିଚାଳିତ ମଧ୍ୟ କରିଥିଲେ, ସେତେବେଳେ ନୂତନ ପୁରୋହିତ ଶକ୍ତି ପାଟଳୀପୁତ୍ରର ରାଜଶକ୍ତି ସହିତ ହାତ ମିଳାଇଥିଲେ। ଏକ ଦିଗରେ ବୌଦ୍ଧ ଧର୍ମର ଜନପ୍ରିୟତା ଏବଂ ନୂତନ ପ୍ରାଣଶକ୍ତି ଯେପରି ମୌର୍ଯ୍ୟ ରାଜନ୍ୟବର୍ଗଙ୍କୁ ଭାରତବର୍ଷର ଇତିହାସରେ ଶ୍ରେଷ୍ଠ ସମ୍ରାଟ ରୂପେ ଗୌରବାନ୍ୱିତ କରିଥିଲା, ଅନ୍ୟ ଦିଗରେ ସେହିପରି ମୌର୍ଯ୍ୟ ରାଜଶକ୍ତି ସାହାଯ୍ୟରେ ବୌଦ୍ଧ ଧର୍ମ ସମଗ୍ର ବିଶ୍ୱରେ ପ୍ରସାର ଲାଭ କରିଥିଲା ଏବଂ ଆଜି ପର୍ଯ୍ୟନ୍ତ ତାହାର ଚିହ୍ନ ଆମେମାନେ ଦେଖିପାରୁଛୁ। ଏ କଥା ଅବଶ୍ୟ ସତ୍ୟ ଯେ ପ୍ରାଚୀନ ବୈଦିକ ଧର୍ମର ବର୍ଜନଶୀଳତା ଓ ସ୍ୱାତନ୍ତ୍ର୍ୟ ବୋଧ ବାହାରର କୌଣସି ସାହାଯ୍ୟ ଗ୍ରହଣ ପାଇଁ ତାହାକୁ ନିବୃତ୍ତ କରିଥିଲା। ଏହାରି ଫଳସ୍ୱରୂପ ବୈଦିକ ଧର୍ମ ଯେପରି ସୁଚିତା ରକ୍ଷା କରିପାରିଥିଲା, ସେହିପରି ଅନେକ ହୀନ ପ୍ରଭାବ ହାତରୁ ନିଜକୁ ମୁକ୍ତ ରଖିବା ପାଇଁ ସକ୍ଷମ ହୋଇଥିଲା। କିନ୍ତୁ ପ୍ରଚାରର ଅତି ଉତ୍ସାହରେ ବୌଦ୍ଧ ଧର୍ମ ପକ୍ଷରେ ତାହା ସମ୍ଭବ ହୋଇନାହିଁ। ଅତ୍ୟଧିକ ଗ୍ରହଣ ପ୍ରବଣତା ପାଇଁ ବୌଦ୍ଧ ଧର୍ମ କାଳକ୍ରମେ ସ୍ୱକୀୟ ବୈଶିଷ୍ଟ୍ୟର ପ୍ରାୟ ସବୁ ହରାଇ ଦେଇଥିଲା ଏବଂ ଜନପ୍ରିୟତାର ଚରମ ଆଗ୍ରହରେ କେତେକ ଶତାବ୍ଦୀ ମଧ୍ୟରେ
ମୂଳ ବୈଦିକ ଧର୍ମର ତୀକ୍ଷ୍ଣ ବୁଦ୍ଧିମତ୍ତା ସହିତ ପ୍ରତିଯୋଗିତା କରିବା ଆଉ ତା ପକ୍ଷରେ ସମ୍ଭବ ହେଲା ନାହିଁ। ବୈଦିକ ସମ୍ପ୍ରଦାୟ ଇତିମଧ୍ୟରେ ପଶୁ ବଳି ପ୍ରଭୃତି ବହୁ ଅବାଞ୍ଛିତ ଆଚାର ଅନୁଷ୍ଠାନ ପରିତ୍ୟାଗ କରିଅଛି ଏବଂ ପ୍ରତିଦ୍ୱନ୍ଦ୍ୱୀ ବୌଦ୍ଧ ଧର୍ମର ଉଦାହରଣରୁ ଶିକ୍ଷା ଗ୍ରହଣ କରି ବିଶେଷ ବିବେଚନା ସହିତ ମୂର୍ତ୍ତି ଉପାସନା, ମନ୍ଦିରରେ ଶୋଭାଯାତ୍ରା ପ୍ରଭୃତି ଜାକଜମକପୂର୍ଣ୍ଣ ଉତ୍ସବ ଆଦିର ପ୍ରଭୂତ ପରିବର୍ତ୍ତନ ସାଧନ କରି ଯଥା ସମୟରେ ପତନ ଉନ୍ମୁଖ ଭାରତୀୟ ବୌଦ୍ଧ ଧର୍ମକୁ ଏକ ସମୟରେ ନିଜ ଆବେଷ୍ଟନୀ ମଧ୍ୟରେ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ହୋଇଥିଲା। ସିଥିଆନମାନଙ୍କର ଭାରତ ଆକ୍ରମଣ ଏବଂ ପାଟଳିପୁତ୍ର ସାମ୍ରାଜ୍ୟର ଧ୍ୱଂସ ସଙ୍ଗେ ସଙ୍ଗେ ସବୁ ଯେପରି ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଗଲା। ଏହି ଆକ୍ରମଣକାରୀଙ୍କ ଦଳ ନିଜ ବାସଭୂମି ମଧ୍ୟ ଏସିଆରେ ବୌଦ୍ଧ ପ୍ରଚାରକମାନଙ୍କର ଆକ୍ରମଣରେ ଇତିପୂର୍ବେ କ୍ରୋଧଦୀପ୍ତ ହୋଇଥିଲେ। ବର୍ତ୍ତମାନ ବ୍ରାହ୍ମଣ୍ୟ ଧର୍ମର ସୂର୍ଯ୍ୟ ଉପାସନା ସହିତ ନିଜର ସୌର ଧର୍ମର ପ୍ରଭୂତ ସାଦୃଶ୍ୟ ସେମାନେ ଲକ୍ଷ୍ୟ କଲେ ଏବଂ ଯେତେବେଳେ ବ୍ରାହ୍ମଣମାନେ ସେମାନଙ୍କର ବହୁ ଆଚାର ପଦ୍ଧତି ନିଜ ଧର୍ମର ଅଙ୍ଗୀଭୂତ କରି ଗ୍ରହଣ କରିବାକୁ ସମ୍ମତ ହେଲେ, ସେତେବେଳେ ସହଜରେ ସେମାନେ ବ୍ରାହ୍ମଣମାନଙ୍କ ପକ୍ଷ ଅବଲମ୍ବନ କଲେ। ତାପରେ ଏକ ଅନ୍ଧକାରମୟ ଯୁଗର କୃଷ୍ଣ ଯବନିକା, ଯାହାର ଦୀର୍ଘ ଛାୟା କ୍ଷଣକୁ କ୍ଷଣ ଇତସ୍ତତ ପ୍ରସାରିତ। କେତେବେଳେ ଯୁଦ୍ଧର କୋଳାହଳ ଓ ଆର୍ତ୍ତନାଦ, କେତେବେଳେ ବ୍ୟାପକ ନରହତ୍ୟାର ଜନଶ୍ରୁତି, ଏହା ଥିଲା ସେହି କାଳର ପରିସ୍ଥିତି। ଆଉ ତାହାର ଅବସାନ ପରେ ଏକ ନୂତନ ଅବସ୍ଥାରେ ନୂତନ ଦୃଶ୍ୟର ସୂଚନା ମିଳିଥିଲା। ସେତେବେଳେ ଆଉ ମଗଧ ସାମ୍ରାଜ୍ୟ ନାହିଁ। ପ୍ରାୟ ସମଗ୍ର ଉତ୍ତର ଭାରତବର୍ଷ ପରସ୍ପର ବିବଦମାନ କ୍ଷୁଦ୍ର କ୍ଷୁଦ୍ର ସାମନ୍ତ ରାଜକର୍ତ୍ତୃକ ଶାସିତ ହେଉଥିଲା। ପୂର୍ବାଞ୍ଚଳ ଓ ହିମାଳୟର ସନ୍ନିହିତ କୌଣସି କୌଣସି ପ୍ରଦେଶ ଏବଂ ସୁଦୂର ଦକ୍ଷିଣ ଛଡ଼ା ସମଗ୍ର ଭାରତବର୍ଷରେ ବୌଦ୍ଧ ଧର୍ମ ସେତେବେଳେ ଲୁପ୍ତପ୍ରାୟ। ଆଉ ସେହି ପରିସ୍ଥିତି ମଧ୍ୟରେ ବଂଶାନୁକ୍ରମିକ ପୁରୋହିତ ଶକ୍ତି ସହିତ ଦୀର୍ଘ ସଂଗ୍ରାମ ପରେ ଜାତି ଜାଗୁଥିଲା। ଜାଗି ଉଠି ଦେଖିଲା, ଜାତିର ଜୀବନ ଏକ ଦିଗରେ ବଂଶଗତ ବ୍ରାହ୍ମଣଙ୍କର, ଅନ୍ୟ ଦିଗରେ ନବଯୁଗର ଗର୍ଜନଶାଳ ସନ୍ନ୍ୟାସୀର। ଏହି ଦ୍ୱିବିଧ ପୌରୋହିତ୍ୟର କବଳରେ ଏହି ସନ୍ନ୍ୟାସୀ ସମ୍ପ୍ରଦାୟ ବୌଦ୍ଧ ସାଂଗଠନିକ ଶକ୍ତିର ଅଧିକାରୀ ହେଲେ ମଧ୍ୟ ବୌଦ୍ଧମାନଙ୍କ ଭଳି ଜନସାଧାରଣ ପ୍ରତି ସହାନୁଭୂତି ସମ୍ପନ୍ନ ନଥିଲେ। ଏହାପରେ ପ୍ରାଚୀନର ଧ୍ୱଂସସ୍ତୂପ ମଧ୍ୟରୁ ନବଜାଗ୍ରତ ଭାରତବର୍ଷର ଅଭ୍ୟୁତ୍ଥାନ ହୋଇଥିଲା। ନିର୍ଭୀକ ରାଜପୁତ ଜାତିର ବୀର୍ଯ୍ୟ ଓ ଶଣିତ ବିନିମୟରେ ସେହି ଭାରତବର୍ଷର ଜନ୍ମ। ମିଥିଳାର ସେହି ଐତିହାସିକ ଜ୍ଞାନକେନ୍ଦ୍ରର ନିର୍ମମ କ୍ଷୁରଧାର ବୁଦ୍ଧି ସମ୍ପନ୍ନ ଜଣେ ବ୍ରାହ୍ମଣ କର୍ତ୍ତୃକ ସେହି ନବଭାରତର ସ୍ୱରୂପ ବ୍ୟାଖ୍ୟାତ ଆଚାର୍ଯ୍ୟ ଶଙ୍କର ଏବଂ ତାଙ୍କର ସନ୍ନ୍ୟାସୀ ସମ୍ପ୍ରଦାୟ ପ୍ରବର୍ତ୍ତିତ ଏକ ନୂତନ ଦାର୍ଶନିକ ଭାବ ଦ୍ୱାରା ସେହି ଭାରତ ପରିଚାଳିତ ଏବଂ ମାଳବ ସଭାକବି ଓ ସଭାଶିଳ୍ପୀ ବୃନ୍ଦଙ୍କର ସାହିତ୍ୟ ଓ ଶିଳ୍ପ ଦ୍ୱାରା ସେହି ଭାରତ ସୌନ୍ଦର୍ଯ୍ୟମଣ୍ଡିତ। ନବଜାଗ୍ରତ ଭାରତ ସମ୍ମୁଖରେ ଦାୟିତ୍ୱ ଥିଲା ଗୁରୁତର, ସମସ୍ୟା ଥିଲା ବିରାଟ। ଯେଉଁ ସମସ୍ୟା ପୂର୍ବପୁରୁଷଙ୍କ ସମ୍ମୁଖରେ କଦାପି ଉପସ୍ଥିତ ହୋଇନାହିଁ। ତୁଳନୀୟ ଅବସ୍ଥାଟି ଥିଲା ଏହି। ପ୍ରଥମ ଯୁଗର ଗୋଟିଏ ଅପେକ୍ଷାକୃତ କ୍ଷୁଦ୍ର ଓ ସଂହତ ଜାତି, ଗୋଟିଏ ରକ୍ତସ୍ରୋତ ଯେଉଁମାନଙ୍କ ମଧ୍ୟରେ ପ୍ରବାହିତ, ଯେଉଁମାନଙ୍କର ଭାଷା ଏବଂ ସାମାଜିକ ଆକାଂକ୍ଷା ଅଭିଳାଷ ଏବଂ ଦୁର୍ଲଙ୍ଘ୍ୟ ପ୍ରାକାର ବେଷ୍ଟନୀ ଅନ୍ତରାଳରେ ନିଜର ଐକ୍ୟ ସଂରକ୍ଷଣ ପାଇଁ ଯେଉଁମାନେ ନିୟତ ଯତ୍ନଶୀଳ, ସେହି ଜାତି ହିଁ ବୌଦ୍ଧ ପ୍ରାଧାନ୍ୟ କାଳରେ ବହୁ ସଂଯୋଜନ ଓ ବିସ୍ତାର ଫଳରେ ଏକ ବିପୁଳ ଆକାର ଲାଭ କରିଥିଲା। ପୁଣି ବର୍ଣ୍ଣ, ଭାଷା, ଧର୍ମ ସଂସ୍କାର, ସାମାଜିକ ଉଚ୍ଚ ଅଭିଳାଷ ପ୍ରଭୃତି ବିପରୀତ ପ୍ରଭାବରେ ସେହି ଜାତି ହିଁ ବହୁ ବିବଦମାନ ଗୋଷ୍ଠୀରେ ବିଚ୍ଛିନ୍ନ ହୋଇଥିଲା। ବର୍ତ୍ତମାନ ସେହିଗୁଡ଼ିକୁ ଗୋଟିଏ ବିରାଟ ସଂଘବଦ୍ଧ ଜାତିରେ ଗଠନ କରିବା ଏକ ପ୍ରକୃତ ସମସ୍ୟା ହୋଇଥିଲା। ବୌଦ୍ଧମାନେ ଅବଶ୍ୟ ଏହି ସମସ୍ୟାର ସମାଧାନ ପାଇଁ ଅଗ୍ରସର ହୋଇଥିଲେ, କିନ୍ତୁ ସେତେବେଳେ ତାହାର ଆୟତନ ଓ ଗୁରୁତ୍ୱ ଏତେ ବିସ୍ତୃତ ନଥିଲା। ସେତେବେଳେ ପର୍ଯ୍ୟନ୍ତ ପ୍ରଶ୍ନ ଥିଲା,
आर्य जातिभुक्त होगापाई जो सबु मानव गोष्ठी आग्रहान्वित से स्वकीय संस्कृति रे अनुप्राणित करी बहु विचित्र उपादान समन्वित एक विराट आर्य देह गढ़ा विशेष सुविधा दान एवं आपस मनोभाव सत्वे बौद्ध धर्म प्रभुत साफल्य अर्जन करिथिला एवं भारतवर्षर जातीय धर्म रूप से विराजित थिला। किंतु कालक्रमे सेमानंकर इतर जाति सुलभ इंद्रिय शक्ति बहुल उपासनार प्रलोभन आर्य गोष्ठीर अस्तित्व पक्षरे मारात्मक हो उठिथिला एवं से संजोग दीर्घतर काल पाई स्थायी होइथिले आर्य सभ्यता निसंदेह विनष्ट होइथांता। यापरे स्वभावतः ही आत्मरक्षार गोटे स्वाभाविक प्रतिक्रिया देखा देइथिला एवं निज बासभूमि रे स्वतंत्र धर्म संप्रदाय रूप से बौद्ध धर्म उत्तिष्ठि रही पारिला नहीं। सही प्रतिक्रिया आंदोलन उत्तर कुमारिल्ल एवं दक्षिण रे आचार्य शंकर और रामानुज कर्तृक परिचालित होई बहुमत बहु संप्रदाय बहु पूजा पद्धति पुंजीभूत होई हिंदू धर्म ताहार शेष रूप परिग्रह करिथिला। विगत सहस्र वर्ष किंबा तदपेक्षा अधिक काल धरी एहीपरि भाव रे अंगीभूत करिवा थिला ताहार प्रधान कार्य। मझिरे मझिरे देखा देउथिला सामयिक संस्कार आंदोलन। एही प्रतिक्रिया प्रथमतः वैदिक आचार अनुष्ठान गुड़िकर पुनः प्रवर्तनर चेष्टा करिथिला। परे सेथिरे व्यर्थ होई वेदर दार्शनिक भाग बा उपनिषद समूह को ही भित्ति रूपे स्थापन करिथिला। एही आंदोलन व्यासदेवंकर मीमांसा दर्शन एवं श्रीकृष्णंकर उपदेश गीता को पूर्वभाग रे स्थापन करिथिला एवं परवर्ती कालर जावतीय आंदोलन एही पंथा अवलंबन करी ही अग्रसर होइथिला। शंकराचार्यंकर आंदोलन अति उच्च ज्ञान मार्ग रे ही चालित होइथिला किंतु जातिभेद रे अति निष्ठा सहज भावावेग संपर्क रे उदासीनता एवं केवल संस्कृत भाषा माध्यम रे प्रचार ए त्रिविध कारण जनसाधारण मध्य से आंदोलन विशेष फलप्रसू हो नथिला। अन्य दिगरे रामानुज गोटे अत्यंत कार्यकारी अवास्तव मतवाद भित्ति एवं भाव भक्तिर विराट आवेदन नहीं अग्रसर होइथिले। धर्म उपलब्धि क्षेत्र में जन्मगत जाति विभाग को से संपूर्ण अग्राह्य कले। सर्वसाधारण द्वारा कथित भाषा ही थिला तांकर प्रचारर भाषा। फल जनसाधारण को वैदिक धर्मर आवेष्टनी को फेराई आने को रामानुज संपूर्ण भाव में सफल होइथिले। उत्तरांचल से प्रतिक्रियार परे परे मालव साम्राज्यर सामयिक गौरव दीप्ति देखा देइथिला किंतु अति अल्प काल मध्य ही ताहार अवसान घटिबारु उत्तर भारत जेपरि दीर्घकाल पई गाढ़ निद्रा रे आच्छन्न होई पड़िला। आउ से निद्रारूढ़ भाव रे भांगिथिला अफगानिस्तान गिरिवत्म दे सम्मुखें द्रुत धावमान मुसलमान अश्वारोही दलर वज्र निनाद जा हो दक्षिणांचल रे शंकर और रामानुजंकर अभ्युदय परे परे ए देशर स्वाभाविक नियम अनुसार एकताबद्ध जाति और शक्तिशाली साम्राज्यर उद्भव होइथिला। फलतः दक्षिण भारत ही सेतेबेले भारतीय धर्म और संस्कृतिर आश्रय भूमि हो उठिथिला। आउ एक समुद्र तीर ठारू अन्य समुद्र तीर पर्यंत विस्तृत समग्र उत्तर भारत मध्य एशियार विजेता मानंकर पादमूल श्रृंखलाबद्ध हो पड़िथिला। दक्षिण भारत को पदानत करने मुसलमानगण शताब्दी पर शताब्दी चेष्टा करथिले किंतु से अंचलर केउठी हेले गोटे शक्त घाटी मध्य स्थापन करि पारि नाहांती। वस्तुतः संघबद्ध और शक्तिशाली मोगल साम्राज्यर दक्षिण विजय जेतेबेले प्राय समाप्ति मुहरे ठीक सेतिकी बेले ए भूखंडर पार्वत्य प्रदेशरू मालभूमिर नाना प्रांतरू कृषकगण अश्वारोही जध्रुवेशरे दल दल होई बहु संख्यार रणक्षेत्र को डेई पड़िथिले। रामदास प्रचारित तुकाराम समुद्गीत धर्म पाई सेमाने प्राण विसर्जन देवाक कृत संकल्प एवं अति अल्प समय मध्य विशाल मोगल साम्राज्य नाम मात्र
ପର୍ଯ୍ୟବସିତ ହେଲା। ମୁସଲମାନ ଯୁଗରେ ଉତ୍ତର ଭାରତର ବିଜୟୀ ଜାତିର ଧର୍ମ ଦୀକ୍ଷା ଗ୍ରହଣରୁ ଜନସାଧାରଣଙ୍କୁ ନିବୃତ୍ତ ରଖିବା ସମସ୍ତ ଆନ୍ଦୋଳନର ମୁଖ୍ୟ ପ୍ରୟାସ ଥିଲା। ଏହା ଫଳରେ ସେହି ସମୟରେ ଧର୍ମଜଗତ ଓ ସମାଜ ବ୍ୟବସ୍ଥାରେ ସମାନ ଅଧିକାରର ଭାବ ଜାଗ୍ରତ ହୋଇଥିଲା। ରାମାନନ୍ଦ, କବୀର, ଦାଦୁ, ଶ୍ରୀ ଚୈତନ୍ୟ, ନାନକ ଏବଂ ସେମାନଙ୍କର ସମ୍ପ୍ରଦାୟଭୁକ୍ତ ସାଧୁସନ୍ଥଗଣ ଦାର୍ଶନିକ ବିଷୟରେ ଭିନ୍ନ ଭିନ୍ନ ମତାବଲମ୍ବୀ ହେଲେ ମଧ୍ୟ ମନୁଷ୍ୟର ମନ ଅଧିକାର ପ୍ରଚାର ପାଇଁ ସମସ୍ତେ ଏକମତ ଥିଲେ। ସାଧାରଣ ମଧ୍ୟରେ ଇସଲାମର ଅତି ଦ୍ରୁତ ଅନୁପ୍ରବେଶ ରୋଧ କରିବାକୁ ଏମାନଙ୍କର ଅଧିକାଂଶ ଶକ୍ତି ବ୍ୟୟିତ ହୋଇଅଛି। ତେଣୁ ନୂତନ ଆକାଂକ୍ଷା ବା ଆଦର୍ଶର ଉଦ୍ଭାବନ ସେତେବେଳେ ସେମାନଙ୍କ ପକ୍ଷରେ ସମ୍ଭବ ନଥିଲା। ବସ୍ତୁତଃ ଯଦିଚ ଜନସାଧାରଣଙ୍କୁ ନିଜ ଧର୍ମର ଆବେଷ୍ଟନୀ ମଧ୍ୟରେ ଧରି ରଖିବା ପାଇଁ ସେମାନଙ୍କର ପ୍ରୟାସ ଅନେକ ପରିମାଣରେ ଫଳପ୍ରସୂ ହୋଇଥିଲା ଏବଂ ମୁସଲମାନମାନଙ୍କର ଉଗ୍ର ସାମ୍ପ୍ରଦାୟିକତା ମଧ୍ୟ କେତେକ ପରିମାଣରେ ପ୍ରଶମିତ କରିବା ପାଇଁ ସେମାନେ ସକ୍ଷମ ହୋଇଥିଲେ। ତଥାପି ସେମାନେ ଥିଲେ କେବଳ ଆତ୍ମସମର୍ଥନକାରୀ। କୌଣସି ପ୍ରକାରେ କେବଳ ବଞ୍ଚି ରହିବାର ଅଧିକାର ଲାଭ କରିବା ପାଇଁ ସେମାନେ ପ୍ରାଣପଣେ ସଂଗ୍ରାମ କରୁଥିଲେ। ଏହି ସମୟରେ ଉତ୍ତର ଭାରତରେ ଜଣେ ଶକ୍ତିମାନ ଦିବ୍ୟ ପୁରୁଷଙ୍କର ଆବିର୍ଭାବ ହୋଇଥିଲା। ସୃଜନୀ ପ୍ରତିଭା ସମ୍ପନ୍ନ ଶେଷ ଶିଖ୍ ଗୁରୁ ଗୋବିନ୍ଦ ସିଂହଙ୍କର ଆଧ୍ୟାତ୍ମିକ କାର୍ଯ୍ୟାବଳୀ ଫଳରେ ଶିଖ୍ ସମ୍ପ୍ରଦାୟର ସର୍ବଜନ ବିଦିତ ରାଜନୈତିକ ସଂସ୍ଥା ଗଢ଼ି ଉଠିଥିଲା। ଭାରତର ଇତିହାସରେ ସବୁବେଳେ ଦେଖାଯାଇଛି ଯେ କୌଣସି ଆଧ୍ୟାତ୍ମିକ ଅଭ୍ୟୁତ୍ଥାନ ପରେ ତାହାରି ଅନୁବର୍ତ୍ତୀ ଭାବରେ ଗୋଟିଏ ରାଷ୍ଟ୍ରନୈତିକ ଐକ୍ୟବୋଧ ଜାଗ୍ରତ ହୋଇଥାଏ ଏବଂ ଏହି ବୋଧ ହିଁ ପୁଣି ଯଥା ନିୟମରେ ନିଜର ସୃଷ୍ଟିକାରିଣୀ ଯେଉଁ ବିଶେଷ ଆଧ୍ୟାତ୍ମିକ ଆକାଂକ୍ଷା ତାହାକୁ ଶକ୍ତିଶାଳୀ କରିଥାଏ। କିନ୍ତୁ ମହାରାଷ୍ଟ୍ର ବା ଶିଖ୍ ସାମ୍ରାଜ୍ୟ ଉତ୍ଥାନର ପ୍ରାକ୍କାଳରେ ଯେଉଁ ଆଧ୍ୟାତ୍ମିକ ଆକାଂକ୍ଷା ଜାଗ୍ରତ ହୋଇଥିଲା ତାହା ଥିଲା ସମ୍ପୂର୍ଣ୍ଣ ରୂପେ ପ୍ରତିକ୍ରିୟାଶୀଳ। ମାଳବ କିମ୍ବା ବିଦ୍ୟାନଗରର କଥା ଦୂରେ ଥାଉ, ମୋଗଲ ଦରବାରରେ ମଧ୍ୟ ସେହି ସମୟରେ ଯେଉଁ ପ୍ରତିଭା ଓ ବୁଦ୍ଧିଦୀପ୍ତିର ଗୌରବ ଥିଲା, ପୁନା ରାଜ ଦରବାର କିମ୍ବା ଲାହୋର ରାଜସଭାରେ ବୃଥାରେ ଆମେମାନେ ସେ ଦୀପ୍ତିର ଅନୁସନ୍ଧାନ କରିଥାଉ। ମାନସିକ ଉତ୍କର୍ଷ ଦିଗରୁ ଏହି ଯୁଗ ହିଁ ଭାରତ ଇତିହାସରେ ଗାଢ଼ତମ ଅନ୍ଧକାରର ଯୁଗ ଏବଂ ଏହି ଦୁଇ କ୍ଷଣପ୍ରଭ ସାମ୍ରାଜ୍ୟ ଧର୍ମାନ୍ଧ ଗଣ ଅଭ୍ୟୁତ୍ଥାନର ପ୍ରତିନିଧି ସ୍ୱରୂପ ଥିଲା। ସର୍ବବିଧ ସାଂସ୍କୃତିକ ଉତ୍କର୍ଷର ସେମାନେ ଏକାନ୍ତ ବିରୋଧୀ। ଉଭୟ ମୁସଲମାନ ରାଜତ୍ୱର ଧ୍ୱଂସ ସଙ୍ଗେ ସଙ୍ଗେ ହିଁ ନିଜର ସମସ୍ତ ପ୍ରେରଣା ଓ କର୍ମ ପ୍ରବୃତ୍ତି ହରାଇ ଦେଇଥିଲେ। ତାପରେ ପୁଣି ଏକ ବିଶୃଙ୍ଖଳାର ଯୁଗ ଉପସ୍ଥିତ ହେଲା। ଶତ୍ରୁ ଓ ମିତ୍ର, ମୋଗଲ ଶକ୍ତି ଓ ତାହାର ଧ୍ୱଂସକାରୀମାନେ ଏବଂ ତଦ୍ବଧି ଶାନ୍ତିପ୍ରିୟ ଫରାସୀ, ଇଂରେଜ ପ୍ରମୁଖ ବିଦେଶୀ ବଣିକ ଦଳ ଏକ ବ୍ୟାପକ ହଣାକଟାରେ ଲିପ୍ତ ହୋଇଥିଲେ। ପ୍ରାୟ ଅର୍ଦ୍ଧ ଶତାବ୍ଦୀରୁ ଅଧିକ କାଳ ଯୁଦ୍ଧ, ଲୁଣ୍ଠନ ଓ ଧ୍ୱଂସ ଛଡ଼ା ଦେଶରେ ଆଉ କିଛି ହେଲେ ନଥିଲା। ପରେ ସେହି ତାଣ୍ଡବର ଧୂମଧୂଳି ଯେବେ ଅପସାରିତ ହେଲା, ସେତେବେଳେ ଦେଖାଗଲା ସମସ୍ତଙ୍କ ଉପରେ ଜୟଲାଭ କରି ସଦମ୍ଭ ପଦବିକ୍ଷେପରେ ଘୁରି ବୁଲୁଛି ଇଂରେଜ ଶକ୍ତି। ସେହି ଶକ୍ତିର ଶାସନାଧୀନରେ ଅର୍ଦ୍ଧ ଶତାବ୍ଦୀ କାଳ ଧରି ଦେଶରେ ଶାନ୍ତି ଓ ଆଇନ ଶୃଙ୍ଖଳା ଅବ୍ୟାହତ। ଅବଶ୍ୟ ସେ ଶୃଙ୍ଖଳା ଯଥାର୍ଥ ଉନ୍ନତିର ଦ୍ୟୋତକ କି ନା, କାଳର ନିକଷରେ ତାହା ପରିଲକ୍ଷିତ ହେବ। ଦିଲ୍ଲୀର ବାଦଶାହୀ ଅମଳରେ ଉତ୍ତର ଭାରତୀୟ ସମ୍ପ୍ରଦାୟ ଗୁଡ଼ିକ ଯେଉଁ ଧରଣର ଧର୍ମ ଆନ୍ଦୋଳନ କରୁଥିଲେ, ଇଂରେଜ ଅମଳରେ ମଧ୍ୟ ଭାରତର ଜନସାଧାରଣଙ୍କ ମଧ୍ୟରେ ସେହି ଧରଣର କିଛି କିଛି ଆନ୍ଦୋଳନ ଦେଖାଦେଇଛି। କିନ୍ତୁ ସେସବୁ ଥିଲା ଯେପରି ମୃତ ବା ମୃତକଳ୍ପର କଣ୍ଠଧ୍ୱନି ସଦୃଶ। ଭୟାର୍ତ୍ତ ଏକ ଜାତିର କେବଳ ବଞ୍ଚି ରହିବାର ଅଧିକାର ପାଇଁ କ୍ଷଣ ଆବେଦନ। ବିଜେତାର ରୁଚି ଓ ଅଭିପ୍ରାୟ ଅନୁସାରେ ନିଜ ନିଜର ଧର୍ମଗତ ଓ ସମାଜଗତ ଯେକୌଣସି ପରିବର୍ତ୍ତନ ସାଧନ କରିବାକୁ ସେମାନେ ଏକାନ୍ତ ଉଦ୍ଗ୍ରୀବ। ବିନିମୟରେ କେବଳ ବଞ୍ଚି ରହିବାର ଅଧିକାର ଟିକକ ଥିଲା ପ୍ରାର୍ଥନା। ଆଉ ଇଂରେଜ ଶାସନରେ ବିଜେତାମାନଙ୍କ ସହିତ ସେମାନଙ୍କର ଧର୍ମ ଅପେକ୍ଷା ସାମାଜିକ ପାର୍ଥକ୍ୟ ହିଁ
ଥିଲା ସ୍ପଷ୍ଟତର। ମନେହୁଏ ଏହି କାଳର ହିନ୍ଦୁ ସମ୍ପ୍ରଦାୟଗୁଡ଼ିକର ଗୋଟିଏ ମାତ୍ର ଆଦର୍ଶ ଥିଲା ସେମାନଙ୍କର ଇଂରେଜ ପ୍ରଭୁର ସମର୍ଥନ ଲାଭ। ସୁତରାଂ ଏମାନଙ୍କର ଅସ୍ତିତ୍ୱ ଯେ ବେଙ୍ଗ ଛତା ଭଳି କ୍ଷଣିକ ହେବ, ଏଥିରେ ଆଉ ଆଶ୍ଚର୍ଯ୍ୟ ହେବାର କ'ଣ ଅଛି? ଭାରତର ବୃହତ୍ ଜନସମାଜ ଅତି ନିଷ୍ଠାର ସହିତ ଏହି ସମ୍ପ୍ରଦାୟଗୁଡ଼ିକୁ ଦୂରରେ ରଖି ଚଳୁଥିଲେ। ଜନସାଧାରଣଙ୍କ ନିକଟରେ ଏମାନଙ୍କର ସ୍ୱୀକୃତି ଥିଲା ମୃତ୍ୟୁର ପରେ, ଅର୍ଥାତ୍ ଏଗୁଡ଼ିକ ଲୋପ ପାଇଲେ ହିଁ ଯେପରି ସେମାନେ ଆନନ୍ଦରେ ଉଚ୍ଛ୍ୱସିତ ହୋଇ ଉଠୁଥିଲେ। ସମ୍ଭବତଃ ଆଉ କିଛି କାଳ ଏହିପରି ଭାବରେ ଚାଲିବ, ଅନ୍ୟ ରୂପ ହୋଇ ନପାରେ। ଓಂ ଶାନ୍ତି ଶାନ୍ତି ଶାନ୍ତି। ହରି ଓಂ ତତ୍ସତ୍।